আজি ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା। ଏହି ଦିନଟି ପ୍ରତ୍ୟେକ ସାଧବା ନାରୀମାନଙ୍କ ପାଇଁ ଏକ ବିଶେଷ ଦିନ। ସ୍ୱାମୀମାନଙ୍କର ଦୀର୍ଘ ଜୀବନ କାମନା କରି ପ୍ରତ୍ୟେକ ସାଧବା ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ଠିକ୍ ସେହିଭଳି କିନ୍ନରମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। କିନ୍ନରମାନେ ନିଜର ଗୁରୁଙ୍କ ପାଇଁ ବ୍ରତ ରଖିବା ସହିତ ଈଶ୍ୱରଙ୍କ ନିକଟରେ ନିଜର ଗୁରୁ ଓ ତାଙ୍କୁ ସାହାଯ୍ୟ କରୁଥିବା ପ୍ରତ୍ୟେକ ଲୋକ ଓ ସମଗ୍ର ସଂସାର ପାଇଁ ଭଗବାନଙ୍କ ଆଶୀଷ ଭିକ୍ଷା କରିଥାନ୍ତି। ସେହିଭଳି କଟକ ବକ୍ସିବଜାର ସ୍ଥିତ ଅମରେଶ୍ୱର ମନ୍ଦିରରେ ଆଜି କିନ୍ନରମାନେ ଏକାଠି ହୋଇ ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି। ପ୍ରଥମେ ସେମାନେ ବାଜା ବଜେଇ ଭୋଗ ଡାଲା ଧରି ମନ୍ଦିରରେ ପହଞ୍ଚିଥିଲେ। ବିଭିନ୍ନ ଫଳ ନୂଆ ଲୁଗା ନେଇ ଏକ ବିଶେଷ ପୂଜାପାଠ କରାଯିବା ପରେ ପରସ୍ପରକୁ ସିନ୍ଦୁର ପିନ୍ଧାଇଥିଲେ। ଏଥିସହ ମନ୍ଦିରରେ ଅନ୍ୟ ସାଧବା ନାରୀମାନେ ମଧ୍ୟ କିନ୍ନରମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରିଥିଲେ।